ସାଙ୍ଗମାନେ ମୋର ପ୍ରଥମ କମ୍ପ୍ୟୁଟର ଓଡ଼ିଆ କ୍ଲାସ୍କୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଏହା ମୋର ପ୍ରଥମ କ୍ଲାସ୍ ଏବଂ ମୁଁ ଛୋଟିଆ ଇଣ୍ଟ୍ରୋଡକ୍ସନ୍ ଆଣିକି ଆସିଛି ଆପଣମାନଙ୍କ ପାଇଁ। ଆଜିକା ଦୁନିଆରେ ହେଉ କି ସମାଜରେ ଦେଖିବାକୁ ହେଲେ କମ୍ପ୍ୟୁଟର ଏକ ନିତାନ୍ତ ଆବଶ୍ୟକ ରହିଛି। ଆପଣଙ୍କ ଚାକିରି ହେଉ କି ଘରେ ହେଉ କି ଇଣ୍ଟରନେଟ୍ ହେଉ, ଯାହା ବି ହେଉ, କମ୍ପ୍ୟୁଟର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ତା'ର ରହିଅଛି। ତ ସମସ୍ତେ ତ କମ୍ପ୍ୟୁଟର ଶିଖିପାରନ୍ତି ନାହିଁ, ପଇସା ହେଉ କି କାହା ପାଖେ ଇଏ ହେଉ। ତ ମୋର ଏକ ଛୋଟ ପ୍ରୟାସ କି ଆପଣମାନଙ୍କୁ ଏହି ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ଆପଣଙ୍କୁ କମ୍ପ୍ୟୁଟର ଶିଖାଇ ପାରିବି, ଯାହାଦ୍ୱାରା ଆପଣ କିଛି ବି ହେଉ କାମ କିଛିଟା ତ କରିପାରିବେ। ତ ପ୍ରଥମ କ୍ଲାସ୍ ଇଣ୍ଟ୍ରୋଡକ୍ସନ୍ କ୍ଲାସ୍, ମୁଁ ତା ଲମ୍ବା କରିବାକୁ ଚାହୁଁନାହିଁ। ଦେଖନ୍ତୁ, ପ୍ରଥମତଃ କମ୍ପ୍ୟୁଟର ଆମକୁ ଚଲାଇବାକୁ ହେଲେ ତା'ର କିଛିଟା ନଲେଜ୍ ଆମକୁ ରଖିବାକୁ ପଡ଼ିବ, ଯେଉଁଟାକି କହନ୍ତି ଆମର ବେସିକ୍ ନଲେଜ୍। ଆପଣମାନେ ତ ସମସ୍ତେ କମ୍ପ୍ୟୁଟର ଦେଖିଥିବେ, ଆପଣ ଜାଣିଥିବେ। ପ୍ରଥମତଃ ଆମକୁ କମ୍ପ୍ୟୁଟର ଚଲାଇବାକୁ ହେଲେ 4ଟି ଡିଭାଇସ୍ ଦରକାର ପଡ଼ିଥାଏ, ଯଥା ମନିଟର୍, ଯେଉଁଟାକି ଆପଣ ସ୍କ୍ରିନ୍ରେ ଫଟୋ ମାଧ୍ୟମରେ ଦେଖିପାରୁଥିବେ। ମନିଟର୍, ଡିସପ୍ଲେ, ଆପଣ ଯାହା କହିପାରିବେ। ଦ୍ୱିତୀୟରେ ତ ମେନ୍ ବ୍ରେନ୍, ତା'ର ସିଷ୍ଟମ୍ ୟୁନିଟ୍ ବା CPU, ସେଣ୍ଟ୍ରାଲ୍ ପ୍ରୋସେସିଂ ୟୁନିଟ୍ ଆପଣମାନେ ଯାହା କୁହନ୍ତି ସେଟା। 3 ନମ୍ବରରେ ମାଉସ୍, ଯାହାଦ୍ୱାରା ଆମେ ପଏଣ୍ଟ ସିଲେକ୍ଟ କରିପାରୁ। ଚତୁର୍ଥରେ କିବୋର୍ଡ଼। କ୍ଷମା କରିବେ ସାଙ୍ଗମାନେ, ଏଥିରେ କିବୋର୍ଡ଼ର ଫଟୋ ନାହିଁ। କିବୋର୍ଡ଼ ଆପଣମାନେ ଦେଖିଥିବେ, ଯେଉଁଥିରେ ଟାଇପ୍ କରାହୁଏ, କିଛିଟା ଇନଫର୍ମେସନ୍ କମ୍ପ୍ୟୁଟରକୁ ଦିଆଯାଏ। ତ ଏହି 4ଟି ଜିନିଷ ମିଶିକି କମ୍ପ୍ୟୁଟର ଚାଲନ୍ତି। ତ କମ୍ପ୍ୟୁଟର ଆଜିକା ଦୁନିଆରେ ଏକ ନ୍ୟୁ ଜେନେରେସନ୍ ପାଇଁ ଏକ ବ୍ରେନ୍ କହିଲେ ଚଳେ। ତ ମୁଁ ଚେଷ୍ଟା କରିବି ଆପଣମାନଙ୍କୁ ଓଡ଼ିଆ ଦ୍ୱାରା ଭଲସେ ବୁଝାଇ ଆପଣଙ୍କୁ ଏକ କମ୍ପ୍ୟୁଟର ଶିଖିବା ପାଇଁ ଆଗ୍ରହ କରିପାରିବେ।